ଯାତ୍ରା ପୁସ୍ତକ 25 ପର୍ବ। ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, ତୁମେ ଇସ୍ରାଏଲ ସନ୍ତାନଗଣକୁ ଆମ୍ଭ ନିମନ୍ତେ ଉପହାର ସଂଗ୍ରହ କରିବାକୁ କୁହ, ଯାହାର ହୃଦୟ ଯାହାକୁ ଇଚ୍ଛୁକ କରାଏ। ପୁଣି ନୀଳବର୍ଣ୍ଣ ଓ ଧୂମ୍ରବର୍ଣ୍ଣ ଓ ସିନ୍ଦୁରବର୍ଣ୍ଣ ଓ ଶୁଭ୍ର କ୍ଷମସୂତ୍ର ଓ ଛାଗଲୋମ ଓ ରକ୍ତୀକୃତ ମେଷଚର୍ମ ଓ ଶିଶୁକ ଚର୍ମ ଓ ସିଟିମ୍ କାଷ୍ଠ, ଦୀପ ନିମନ୍ତେ ତୈଳ, ପୁଣି ଅଭିଷେକାର୍ଥେ ତୈଳ ଓ ସୁଗନ୍ଧି ଧୂପ ନିମନ୍ତେ ଗନ୍ଧ ଦ୍ରବ୍ୟ, ପୁଣି ଏଫୋଦ ଓ ବୁକୁପଟା ନିମନ୍ତେ ଗୋମେଦକ ମଣି ପ୍ରଭୃତି ଖଚନୀୟ ପ୍ରସ୍ତର, ଏହି ସମସ୍ତ ଉପହାର ସେମାନଙ୍କଠାରୁ ଗ୍ରହଣ କରିବ। ପୁଣି ତହିଁ ନିମନ୍ତେ ସ୍ୱର୍ଣ୍ଣର 4 କଡ଼ା ଛାଞ୍ଚରେ ଢାଳି ତହିଁର 4 କୋଣରେ ଦେବ। ତହିଁର ଏକ ପାର୍ଶ୍ୱରେ 2 କଡ଼ା ଓ ଅନ୍ୟ ପାର୍ଶ୍ୱରେ 2 କଡ଼ା ରହିବ। ଆଉ ତୁମେ ସିଟିମ୍ କାଷ୍ଠରେ 2 ସାଙ୍ଗି କରି ସ୍ୱର୍ଣ୍ଣରେ ମଡ଼ାଇବ। ପୁଣି ସିନ୍ଦୁକ ବହିବା ନିମନ୍ତେ ସିନ୍ଦୁକର 2 ପାର୍ଶ୍ୱସ୍ଥ କଡ଼ାରେ ସେହି ସାଙ୍ଗି ପ୍ରବେଶ କରାଇବ। ସେହି ସାଙ୍ଗି ସିନ୍ଦୁକର କଡ଼ାରେ ଥିବ, ତହିଁରୁ ବାହାର କରାଯିବ ନାହିଁ। ପୁଣି ଆମ୍ଭେ ତୁମକୁ ଯେଉଁ ସାକ୍ଷ୍ୟପତ୍ର ଦେବା, ପୁଣି ସେହି ସିନ୍ଦୁକରେ ରଖିବ। ଏ ଉତ୍ତାରେ ତୁମେ ଶୁଦ୍ଧ ସୁବର୍ଣ୍ଣରେ 2.5 ହସ୍ତ ଦୀର୍ଘ ଓ 1.5 ହସ୍ତ ପ୍ରସ୍ଥ ଏକ ପାପାଛାଦନ ନିର୍ମାଣ କରିବ। ତୁମେ ସୁବର୍ଣ୍ଣର 2 କିରୁବ ପ୍ରସ୍ତୁତ କରିବ। ପିଟା କର୍ମରେ ତାହା ପ୍ରସ୍ତୁତ କରି ସେହି ପାପାଛାଦନର 2 ମୁଣ୍ଡରେ ଦେବ। ଏକ କିରୁବ ଏକ ମୁଣ୍ଡରେ, ଅନ୍ୟ କିରୁବ ଅନ୍ୟ ମୁଣ୍ଡରେ ସ୍ଥାପନ କରିବ। 2 କିରୁବକୁ ପାପାଛାଦନ ସହିତ ସଂଲଗ୍ନ ଓ ତହିଁର 2 ପ୍ରାନ୍ତରେ ଉଭା କରି ସ୍ଥାପନ କରିବ। ପୁଣି କିରୁବମାନେ ପରସ୍ପର ସମ୍ମୁଖୀନ ହୋଇ ପକ୍ଷ ଊର୍ଦ୍ଧ୍ୱକୁ ବିସ୍ତାର କରି ପାପାଛାଦନ ଆବରଣ କରିବେ। ପାପାଛାଦନ ପ୍ରତି କିରୁବମାନଙ୍କର ମୁଖ ରହିବ। ତୁମେ ଏହି ପାପାଛାଦନ ସେହି ସିନ୍ଦୁକ ଉପରେ ରଖିବ। ପୁଣି ଆମ୍ଭେ ତୁମକୁ ଯେଉଁ ସାକ୍ଷ୍ୟପତ୍ର ଦେବା, ତାହା ସେହି ସିନ୍ଦୁକ ଭିତରେ ଥୋଇବ। ଆମ୍ଭେ ସେହି ସ୍ଥାନରେ ତୁମ୍ଭ ସହିତ ସାକ୍ଷାତ କରିବା ଓ ପାପାଛାଦନର ଉପରି ଭାଗରୁ, ଅର୍ଥାତ୍ ସାକ୍ଷ୍ୟ ସିନ୍ଦୁକର ଉପରିସ୍ଥ କିରୁବଦ୍ୱୟ ମଧ୍ୟରୁ ତୁମ୍ଭ ସଙ୍ଗେ ଆଳାପ କରି ଇସ୍ରାଏଲ ସନ୍ତାନଗଣ ବିଷୟକ ଆମ୍ଭର ସମସ୍ତ ଆଜ୍ଞା ତୁମ୍ଭକୁ ଜଣାଇବା। ତହିଁ ଉତ୍ତାରୁ ତୁମେ ସିଟିମ୍ କାଷ୍ଠରେ 2 ହସ୍ତ ଦୀର୍ଘ ଓ 1 ହସ୍ତ ପ୍ରସ୍ଥ ଓ 1.5 ହସ୍ତ ଉଚ୍ଚ ଗୋଟିଏ ମେଜ ନିର୍ମାଣ କରି ନିର୍ମଳ ସ୍ୱର୍ଣ୍ଣରେ ତାହା ମଡ଼ାଇବ। ପୁଣି ତହିଁର ଚତୁର୍ଦ୍ଦିଗରେ ସ୍ୱର୍ଣ୍ଣର କାନ୍ଥି କରିବ। ପୁଣି ତହିଁର ଚତୁର୍ଦ୍ଦିଗରେ 4 ଅଙ୍ଗୁଳି ପରିମିତ ଏକ ବେଷ୍ଟନ କରିବ ଓ ସେହି ବେଷ୍ଟନର ଚତୁର୍ଦ୍ଦିଗରେ ସୁବର୍ଣ୍ଣ କାନ୍ଥି କରିବ। ଆଉ ସୁବର୍ଣ୍ଣ ନିର୍ମିତ 4 କଡ଼ା କରି ତହିଁର 4 ପାହ୍ୟାର 4 କୋଣରେ ରଖିବ। ମେଜ ବହନାର୍ଥେ ସାଙ୍ଗିର ଘରା ନିମନ୍ତେ ସେହି କଡ଼ା ବେଷ୍ଟନ ପାର୍ଶ୍ୱରେ ଥିବ। ପୁଣି ସେହି ମେଜ ବହନାର୍ଥେ ସିଟିମ୍ କାଷ୍ଠରେ ସାଙ୍ଗି ପ୍ରସ୍ତୁତ କରି ସ୍ୱର୍ଣ୍ଣରେ ମଡ଼ାଇବ। ପୁଣି ଥାଳି ଓ ଚମସ ଓ ଗଡ଼ୁ ଓ ଢାଳିବା ନିମନ୍ତେ ପାତ୍ର ନିର୍ମାଣ କରିବ। ଏହି ସମସ୍ତ ଶୁଦ୍ଧ ସୁବର୍ଣ୍ଣରେ ନିର୍ମାଣ କରିବ। ତୁମେ ସେହି ମେଜ ଉପରେ ଆମ୍ଭ ଅଗ୍ରତେ ନିତ୍ୟ ନିତ୍ୟ ଦର୍ଶନୀୟ ରୋଟି ରଖିବ। ଆହୁରି ତୁମେ ନିର୍ମଳ ସୁବର୍ଣ୍ଣର ଏକ ଦୀପବୃକ୍ଷ ନିର୍ମାଣ କରିବ। ପିଟା କର୍ମରେ ଦୀପବୃକ୍ଷ, ତହିଁର ଗଣ୍ଡି ଓ ଶାଖା ନିର୍ମିତ ହେବ। ଆଉ ଗୋଲାଧାର ଓ କଳିକା ଓ ପୁଷ୍ପ ତହିଁରେ ସଂଲଗ୍ନ ରହିବ। ଅର୍ଥାତ୍ ତହିଁର ଏକ ପାର୍ଶ୍ୱରୁ 3 ଦୀପ ଶାଖା ଓ ଅନ୍ୟ ପାର୍ଶ୍ୱରୁ 3 ଦୀପ ଶାଖା, ଏହି ରୂପେ 2 ପାର୍ଶ୍ୱରୁ 6 ଶାଖା ନିର୍ଗତ ହେବ। ତହିଁର ଏକ ଶାଖାରେ ବାଦାମ ପୁଷ୍ପାକୃତି 3 ଗୋଲାଧାର କଳିକା ଓ ପୁଷ୍ପ ରହିବ। ପୁଣି ଅନ୍ୟ ଶାଖାରେ ବାଦାମ ପୁଷ୍ପାକୃତି 3 ଗୋଲାଧାର କଳିକା ଓ ପୁଷ୍ପ ରହିବ। ସେହି ଦୀପବୃକ୍ଷରୁ ନିର୍ଗତ 6 ଶାଖାରେ ଏହି ରୂପେ ହେବ। ମାତ୍ର ଦୀପବୃକ୍ଷରେ ବାଦାମ ପୁଷ୍ପାକୃତି 4 ଗୋଲାଧାର ଓ କଳିକା ଓ ପୁଷ୍ପ ରହିବ। ପୁଣି ସେହି ଦୀପବୃକ୍ଷରୁ ଯେଉଁ 6 ଶାଖା ନିର୍ଗତ ହୁଏ, ସେମାନଙ୍କର ଏକ ଶାଖା ଦ୍ୱୟର ତଳେ ଏକ କଳିକା ଓ ଅନ୍ୟ ଶାଖାର ଦ୍ୱୟ ତଳେ ଏକ କଳିକା ଓ ଅନ୍ୟତର ଶାଖା ଦ୍ୱୟର ତଳେ ଏକ କଳିକା ରହିବ। ଆଉ କଳିକା ଓ ଶାଖା ତହିଁର ଅଂଶ ହେବ ଓ ସମସ୍ତ ନିର୍ମଳ ସ୍ୱର୍ଣ୍ଣରେ ନିର୍ମିତ ଏକ ପିଟା କର୍ମ ହେବ। ଆଉ ତୁମେ ତହିଁ ପାଇଁ ସପ୍ତ ପ୍ରଦୀପ ନିର୍ମାଣ କରିବ। ତହିଁରେ ଲୋକମାନେ ସେହି ପ୍ରଦୀପ ଜଳାଇଲେ ତହିଁର ସମ୍ମୁଖରେ ଆଲୁଅ ହେବ। ଏବଂ ନିର୍ମଳ ସୁବର୍ଣ୍ଣରେ ତହିଁର ଚିମୁଟା ଓ ଅଙ୍ଗାର ଦାନି ନିର୍ମାଣ କରିବ। ଏ ଦୀପବୃକ୍ଷ ଓ ତହିଁର ସାମଗ୍ରୀ ସର୍ବସୁଦ୍ଧା ଏକ ମହମ ନିର୍ମଳ ସୁବର୍ଣ୍ଣରେ ନିର୍ମିତ ହେବ। ସାବଧାନ, ପର୍ବତରେ ତୁମ୍ଭକୁ
ତହିଁର ଯେ ଆଦର୍ଶ ପ୍ରଦର୍ଶିତ ହୋଇଅଛି ସେହି ରୂପେ ସବୁ କର।